ଖୋଲୁଛି ମହାଲୁଟ୍ର ଚକ୍ରବ୍ୟୁହ ରଚିଥିବା ବିଜେଡି ନେତା ରାଜା ଚକ୍ରର ଗୁମର। ଫିଟୁଛି ରାଜା ଇସାରାରେ ନାଚିଥିବା ସରକାରୀ ବାବୁଙ୍କ ଅସଲ ରୂପ। କେମିତି କଳ ବଳ ଆଉ କୌଶଳ ଖଟାଇ ସତକୁ ମିଛ କରାଯାଉଥିଲା ସାମ୍ନାକୁ ଆସିଛି ସଙ୍ଗୀନ ଅଭିଯୋଗ। ତା ପୁଣି ତତ୍କାଳୀନ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ବିରୋଧରେ। 2021ରେ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବର୍ତ୍ତମାନର ସିଏମ୍ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ମାମଲାରେ ଫିଟୁଛି ମହାଗୁମର। ଏତଲା ଦିଆଯାଇଥିଲା ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଉରଫ ରାଜା ବିରୋଧରେ। ଦର୍ଶାଯାଇଥିଲା ହତ୍ୟା ଉଦ୍ଦେଶ୍ୟରେ ରାଜା ଚକ୍ର କରିଛି ବୋମାମାଡ଼। କିନ୍ତୁ ଚାର୍ଜସିଟ୍ ଦାଖଲ ବେଳକୁ ନଥିଲା ରାଜା ଚକ୍ରର ନାଁ। କାହା ନିର୍ଦ୍ଦେଶରେ କଟିଲା ରାଜା ନା? କାହିଁକି ନାଁ ରହିଲାନି ଚାର୍ଜସିଟ୍ରେ? ଏହା ପଛରେ କିଏ? ସେ ନେଇ ନାନା ପ୍ରଶ୍ନ ଭିତରେ କେନ୍ଦୁଝର ବାସିନ୍ଦାଙ୍କ ଅଭିଯୋଗ, ମିତ୍ରଭାନୁ ମହାପାତ୍ର ମାମଲାର ତଦନ୍ତ ଭାର ନିଜ ହାତକୁ ନେଇ ରାଜା ଚକ୍ର ପାଇଁ ବନିଥିଲେ ସୁରକ୍ଷାର ଢାଲ। ସେ ବୋମା ମାଡ଼ରେ ସିଏ କେନ୍ଦୁଝର ଟାଉନ୍ ଥାନାରେ ଗୋଟେ ଏଫଆଇଆର୍ ଦାଖଲ କରିଥିଲେ। ସେଇ ଯେଉଁ ଏଫଆଇଆର୍ରେ ସିଏ ସମସ୍ତଙ୍କ ଯେଉଁମାନେ ଆକ୍ୟୁଜ୍ ଥିଲେ ତାଙ୍କ ନାଁ ଲେଖିଥିଲେ। ସେଥିରେ ସେ କ୍ଲିୟରଲି ମେନସନ୍ କରିଥିଲେ ସୌମ୍ୟ ଶଙ୍କର ଚକ୍ର ବା ଓରଫ ରାଜା ଚକ୍ରଙ୍କ ନାଁରେ ବି କହିଥିଲେ। କିନ୍ତୁ ଆପଣମାନେ ଦେଖିବେ ତାଙ୍କର ଯେଉଁ ଫାଇନାଲ୍ ଚାର୍ଜସିଟ୍ ଯେତେବେଳେ ଆସିଲା ସେତେବେଳେ ତାଙ୍କର ନାଁରେ କୌଣସି ପ୍ରକାର ନଥିଲା ଅଭିଯୋଗ। 2021 ଅକ୍ଟୋବର 10 ଦିନ ପ୍ରାୟ 11:45 ମଣ୍ଡୁଆ ଅରଡେଇ ନାଳ ପାଖରେ ମୋହନଙ୍କ ଗାଡ଼ିକୁ ହୋଇଥିଲା ବୋମାମାଡ଼। ଏନେଇ ଟାଉନ୍ ଥାନାରେ ଏତଲା ଦେଇଥିଲେ ମୋହନ ମାଝୀ। ଏ ହେଉଛି ସେହି ଏତଲା କପି ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଇଥିଲେ ହତ୍ୟା ଉଦ୍ଦେଶ୍ୟରେ ସୌମ୍ୟଶଙ୍କର ଚକ୍ର ଉରଫ ରାଜା କରିଥିଲା ବୋମାମାଡ଼। ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ରାଜା ଚକ୍ର ସିଏ ତାଙ୍କର ସୋସିଆଲ ମିଡ଼ିଆରେ ଯାହା ଭାଇରାଲ୍ ହେଇଛି ମୁଁ ଯାହା ଦେଖିଛି ସେଥିରେ ସେ ନିଜେ କହୁଥିଲେ ଯେ ଆମେ ସଦର ବିଧାୟକଙ୍କର ଅଣ୍ଟା ଭାଙ୍ଗିଦେବା। ଏବଂ ସେ ଯେଉଁ ଅଣ୍ଟା ଭାଙ୍ଗିଦେବାର ଅର୍ଥ କ'ଣ? ଅର୍ଥାତ୍ ତାଙ୍କୁ ମାରିଦେବା। ହୁଏତ ତାଙ୍କର ପିଲାମାନେ ହେଇଥିବେ ଏଥିରେ ସମ୍ପୂର୍ଣ୍ଣ ଭାବରେ ଆକ୍ରମଣ କରିକି ମୋତେ ମାରିଦେବା ପାଇଁ। ଏତଲା ଆଧାରରେ ସଙ୍ଗୀନ ଦଫା ବି ଲଗାଇଥିଲା ପୋଲିସ। ହେଲେ ତତ୍କାଳୀନ ଏସ୍ପି ମିତ୍ରଭାନୁ ମହାପାତ୍ର ତଦନ୍ତ ଭାର ନିଜ ହାତକୁ ନେଇ ଟାଳଟୁଳ ନୀତି ପ୍ରୟୋଗ କରିଥିବା ନେଇ ଉଠିଛି ଅଭିଯୋଗ। ବିଜେପି ବିଧାୟକମାନେ କେନ୍ଦୁଝରରେ ଆନ୍ଦୋଳନ ବି କରିଥିଲେ। କିନ୍ତୁ ତତ୍କାଳୀନ ଏସ୍ପି ସଦର ଏସ୍ଡିପିଓ ଏବଂ ସଦର ଥାନା ଅଧିକାରୀଙ୍କୁ ଧରି ମିଛ କାହାଣୀ ତିଆରି କରି ଚାର୍ଜସିଟ୍ରୁ ରାଜାର ନାଁ କାଟି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଟାଉନ୍ ଥାନାରେ ମାମଲା ଥିଲେ ବି ସେହି ଥାନାର ତତ୍କାଳୀନ ଅଧିକାରିଣୀଙ୍କୁ ବାଦ୍ ଦେଇ ଏହି ଦୁଇ ବୋଲକରା ଅଧିକାରୀଙ୍କୁ ଧରି ତତ୍କାଳୀନ ଏସ୍ପି ସବୁ ତଦନ୍ତ କରିଥିବା ଅଭିଯୋଗ ଉଠିଛି। କେବଳ ଗୋଟିଏ ମାମଲା ନୁହେଁ, ରାଜା ବିରୋଧରେ ବିଭିନ୍ନ ଥାନାରେ ଥିବା 14ରୁ ଅଧିକ ମାମଲା ମଧ୍ୟରୁ ଅଧିକାଂଶ ମାମଲାରେ ନିଜେ ମୁଣ୍ଡ ପୁରାଇ ରାଜା ଚକ୍ର ପାଇଁ ତତ୍କାଳୀନ ଏସ୍ପି ଢାଲ ସାଜିଥିବା ଅଭିଯୋଗ ଉଠିଛି। ଆମର ପ୍ରାୟ କେଉଁଝର ଜିଲ୍ଲାରେ ଯେଉଁ ପ୍ରକାର ସବୁ ତଦନ୍ତ ହେଉଥିଲା ସେଥିରେ ଆମର ସଦର ଏସ୍ଡିପିଓ ପ୍ରକାଶ ଟପ ଏବଂ ସେହି ସମୟର ସଦର ଥାନାର ଆଇଆଇସି ଜୟନାରାୟଣ ଖଣ୍ଡେଇ ତାଙ୍କ ଦ୍ୱାରା ସିଏ ତଦନ୍ତ କରୁଥିଲେ। ଯେଉଁମାନେ କି ତାଙ୍କ ବଲକରା ଅଫିସର ଥିଲେ ଏବଂ ତାଙ୍କ ନିର୍ଦ୍ଦେଶ ଅନୁସାରେ ତଦନ୍ତ ହେଉଥିଲା। ମୁଖ୍ୟ ଦିଗକୁ ତଦନ୍ତ ନ କରି ସିଏ ଏପଟ ସେପଟ ତଦନ୍ତ କରିକି ତଦନ୍ତରେ ଦୋଷୀକୁ ଖସାଇ ଦେଉଥିଲେ। ସେପଟେ ରାଜଚକ୍ରର ଗନ୍ଧମାର୍ଦ୍ଦନ ଖଣି ଦୁର୍ନୀତି ମାମଲାରେ ପୂର୍ବତନ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କୁ ଇଓଡବ୍ଲ୍ୟୁ ତଦନ୍ତ ପରିସର ଭୁକ୍ତ ପାଇଁ ଡିଜିପିଙ୍କୁ ଭେଟି ଦାବି କରିଛନ୍ତି ସାମାଜିକ କର୍ମୀ। ଆମର କହିବା କଥା ଏଇ ଯେଉଁ ଟଙ୍କାଟା ବର୍ତ୍ତମାନ ମିଶା ପ୍ରପୋର୍ସନ୍ ହେଇଛି ବୋଲି ଯେଉଁ ଇଓଡବ୍ଲ୍ୟୁ ଦେଖାଉଛି ଏଇଟା କେବଳ ଏକାକି ରାଜାଚକ୍ର କରିନାହିଁ କି ରାଜାଚକ୍ର ଏକୁଟିଆ ତା ସହିତ ତା ଦ୍ୱାରା ଏଇଟା ସମ୍ଭବ ନୁହଁ। ଜିଲ୍ଲାର ମୁଖ୍ୟ କଲେକ୍ଟର ଆଶିଷ ଠାକରେ ଏବଂ ଆପଣଙ୍କର ଯେଉଁ ତତ୍କାଳୀନ ଏସ୍ପି ଥିଲେ ମିତ୍ରଭାନୁ ମହାପାତ୍ର ସେମାନେ ତ ନିହାତି ଆ ସହିତ ଜଡ଼ିତ ଅଛନ୍ତି। ତେବେ ସମଗ୍ର ଘଟଣା ସମ୍ପର୍କରେ ଯୋଗାଯୋଗ କରାଯାଇଥିବା ବେଳେ ମିତ୍ରଭାନୁ ମହାପାତ୍ର କହିଛନ୍ତି ସର୍ଭିସ୍ କଣ୍ଡକ୍ଟ ରୁଲ୍ ଅନୁଯାୟୀ ଗଣମାଧ୍ୟମରେ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ। ତେବେ ପ୍ରତିକ୍ରିୟା ପାଇଁ ଆଶିଷ ଠାକରେଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲା କିନ୍ତୁ ସମ୍ଭବ ହୋଇପାରି ନାହିଁ। କଟକରୁ ବିଶ୍ୱଜିତ ଆଚାର୍ଯ୍ୟ ଏବଂ କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ରିପୋର୍ଟ, ଓଟିଭି।